ଚିଲେଇ ଚିଲେଇ ବୋହୂ କହୁଥିଲେ କି ବାପା, ତମେ ଯଦି ପେନ୍ସନ୍ ଟଙ୍କା ଆମକୁ ଦେବନି ତାହେଲେ ଏ ଘରୁ ବାହାରି ଯାଅ। ସ୍ତ୍ରୀ ବୋଲକରା ପୁଅ ବି ସ୍ତ୍ରୀକୁ ସମର୍ଥନ କଲେ ଆଉ ବାପା ମାଆଙ୍କୁ ଘରୁ ବାହାର କରିଦେବା ପାଇଁ କହିଦେଲେ। ପୁଅ ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା ମନେ ମନେ କହିଲେ, ଆଉ ନୁହେଁ ପୁଅ, ବହୁତ ହେଇଗଲା, ଏଥର ଆଙ୍ଗୁଳି ବଙ୍କା କରିବାକୁ ପଡ଼ିବ। କାହାକୁ କିଛି ନ କହି ସେ ଘର ଭିତରକୁ ଚାଲିଗଲେ। ଏକ ବକ୍ସ ବାହାର କରି ପୁଅ ହାତରେ ଧରେଇଦେଲେ। ଯେତେବେଳେ ପୁଅ ସେ ବକ୍ସ ଖୋଲିଛନ୍ତି ତାଙ୍କ ଦେହ ଶୀତେଇ ପଡ଼ିଲା, ଦେହ ହାତ ଥରିବାକୁ ଲାଗିଲା। ପୁଅକୁ ଶାସ୍ତି ଦେବାକୁ ଯାଇ ବାପା ଯାହା କଲେ ବୋଧହୁଏ ଇତିହାସରେ ପ୍ରଥମ ଥିଲା। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ। ସକାଳୁ କାମ କରି କରି ଶାନ୍ତି ଦେବୀ ପୁରା ଥକି ଯାଇଥିଲେ। ଟିକେ ଆରାମ କରିବା ସହିତ ସେ ଅଳ୍ପ ସମୟ ପାଇଁ ଟିଭି ସାମ୍ନାରେ ବସି ପଡ଼ିଲେ ଆଉ ନିଜ ପସନ୍ଦର ଟିଭି ଶୋ ଦେଖିବାରେ ଲାଗିଲେ। ତାଙ୍କୁ ବି ଟିଭିରେ ସିରିଏଲ ଦେଖିବା ପସନ୍ଦ ଥିଲା ଆଉ ତାଙ୍କ ସ୍ୱାମୀ ପାଖରେ ବସି ଖବରକାଗଜ ପଢ଼ୁଥିଲେ। ଶାନ୍ତି ଦେବୀ ଏବେ ଏବେ ଟିଭି ଦେଖିବା ଆରମ୍ଭ କରିଛନ୍ତି କି ନା ଅଚାନକ ଟିଭି ବନ୍ଦ ହେଇଗଲା। ଶାନ୍ତି ଦେବୀ ଏସବୁ ଦେଖିକି ଚମକି ପଡ଼ିଲେ। ଉପରକୁ ଅନେଇବା ବେଳକୁ ତାଙ୍କ ବୋହୂ ନେହାଙ୍କ ହାତରେ ରିମୋଟ ଥିଲା ଆଉ ସେ ହିଁ ଟିଭି ବନ୍ଦ କରିଦେଲେ। ଶାନ୍ତି ଦେବୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ କି କ'ଣ ହେଲା ବୋହୂ, ଟିଭି କାହିଁକି ବନ୍ଦ କରିଦେଲୁ? ନେହା କହିଲେ, ତମେ ସାରାଦିନ ଟିଭି ଦେଖୁଛ, ଜାଣିଛ କି ନା କେତେ ବିଜୁଳି ବିଲ୍ ଆସୁଛି? ଏସବୁ ଦେଖିକି ପାଖରେ ବସି ପେପର ପଢ଼ୁଥିବା ଶ୍ୱଶୁର ରାଜେଶ ବାବୁ କହିଲେ କି ବୋହୂ, ତମ ଶାଶୁଙ୍କ ସହିତ ଏମିତି କ'ଣ କଥା ହେଉଛ? ସେ କ'ଣ ଟିଭି ବି ଦେଖିପାରିବେନି? ସାଙ୍ଗେ ସାଙ୍ଗେ ନେହା କହିଲେ କି ବାବା, ଆପଣ ବି ଜାଣିଛନ୍ତି କି ବିଜୁଳି ବିଲ୍ କେତେ ବଢ଼ିଯାଉଛି। ଆପଣ ତ ସାରାଦିନ ବସି ପେପର ପଢ଼ିବାରେ ହଜିଯାଇଛନ୍ତି। ଆମକୁ ବି ତ ପିଲାଙ୍କ କଥା ଦେଖିବାକୁ ପଡ଼ିବ ନା ନାହିଁ। ଆଜିଠୁ ଟିଭି ରିମୋଟ ମୋ ପାଖରେ ରହିବ। ଟିଭି କେବଳ ସନ୍ଧ୍ୟା ବେଳେ ହିଁ ଅନ୍ ହେବ, ସେତେବେଳେ ମୁଁ ନିଜେ ରିମୋଟ ଦେଇଦେବି। କହି କହି ରିମୋଟ ନେଇ ନେହା ନିଜ ରୁମ୍କୁ ପଳେଇଲେ। ଶାନ୍ତି ଦେବୀଙ୍କୁ ଯେମିତି ଶକ୍ତ ଧକ୍କା ଲାଗିଲା ଆଉ ସେ ପଥର ବନି ନୀରବ ହୋଇଗଲେ। ସେ ତ ବିଶ୍ୱାସ କରିପାରୁନଥିଲେ କି ତାଙ୍କ ବୋହୂ ଏତେ ତଳକୁ ଖସି ଆସିବ ବୋଲି। ସେତେବେଳେ ତାଙ୍କ ସ୍ୱାମୀ ରାଜେଶ ବାବୁ ତାଙ୍କ କାନ୍ଧ ଉପରେ ହାତ ରଖି ଆଶ୍ୱାସନା ଦେବା ବେଳକୁ ଶାନ୍ତି ଦେବୀଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା। ଶାନ୍ତି ଦେବୀ କିଛି କହିବାକୁ ଚାହୁଁଥିବା ବେଳେ ରାଜେଶ ବାବୁ ତାଙ୍କୁ ଚୁପ୍ କରାଇଲେ ଆଉ ନିଜେ ଚେୟାର ଉପରେ ବସି ଆଖି ବନ୍ଦ କରି କିଛି ଭାବିବାକୁ ଲାଗିଲେ। ପୁଅ ବୋହୂଙ୍କର ପରିବର୍ତ୍ତନ ତ ସେ ଗଲା କିଛି ଦିନ ହେଲା ଅନୁଭବ କରି ଆସିଥିଲେ। ବିନା କାରଣରେ ଝଗଡ଼ା ଏବେ ଯେମିତି ନୀତିଦିନିଆ କଥା ହୋଇଯାଇଥିଲା। ପୁଅ ତ ଥରେ ଦୁଇଥର ଇସାରାରେ କହିଦେଇଥିଲା କି ସେ ଘର ତ ତା ନାଁରେ କରିଦେବାକୁ। ଆଉ ରାଜେଶ ବାବୁ ବି ଭାବୁଥିଲେ କି ତାଙ୍କ ପରେ ତ ପୁଅ ବୋହୂ ଏସବୁ ଭୋଗ କରିବେ, ତେଣୁ ଏବେ କାହିଁକି ନୁହେଁ। କିନ୍ତୁ ଥରେ ତାଙ୍କ ସାଙ୍ଗ କହିଲେ କି ବୟସନାମା କରିଦେଲେ କିଛି ଅସୁବିଧା ନାହିଁ, ହେଲେ ଘର ପ୍ରଥମେ ନିଜ ସ୍ତ୍ରୀ ନାଁରେ କରିଦିଅ। ଆଉ ତାପରେ ପୁଅ ନାଁରେ। ସ୍ତ୍ରୀଙ୍କର ବୃଦ୍ଧା ଅବସ୍ଥାକୁ ଖରାପ କରିଦେବନି ଆଉ। କମ୍ ସେ କମ୍ ତମ ପରେ ତମ ସ୍ତ୍ରୀଙ୍କୁ ଇଜ୍ଜତର ସହିତ ଟିକେ ଖାଇବାକୁ ମିଳିବ ତ। ଆଉ ରାଜେଶ ବାବୁ ସେମିତି ହିଁ ହଁ କହିଥିଲେ। ଆଉ ରାଜେଶ ବାବୁ ସେମିତି ହିଁ କରିଥିଲେ। କାହିଁକି ନା ସାଙ୍ଗ ବି କହିଥିଲେ କି ପୁଅର ଅସଲି ରଙ୍ଗ ଦେଖିବାର ଅଛି ତ ଥରେ ମିଛ କହିକି ଦେଖ କି ଘର ତା ନାଁରେ କରିଦେଇଛ ବୋଲି। ସତ ମନକୁ ମନ ବାହାରି ଆସିବ। କିନ୍ତୁ ସତ ଏତେ ଶୀଘ୍ର ବାହାରି ଆସିବ ରାଜେଶ ବାବୁ ଭାବିନଥିଲେ। କିଛି ସମୟ ଯାଏ ରାଜେଶ ବାବୁ ଚିନ୍ତାରେ ବୁଡ଼ି ଯାଇଥିଲେ। ପୁଣି ସେ ଶାନ୍ତି ଦେବୀଙ୍କ ଉପରକୁ ଅନେଇଲେ, ଯିଏକି ଲଗାତାର ଛାତକୁ ଅନଉଥିଲେ। ସେ କହିଲେ କି ଶାନ୍ତି, ଯେଉଁଦିନଠାରୁ ପୁଅ ଆମ ଜୀବନକୁ ଆସିଛି ସେହିଦିନଠାରୁ ଆଜି ଯାଏ ଆମ ଇଚ୍ଛାକୁ ମାରି ଆମେ କେବଳ ତା ବିଷୟରେ ଚିନ୍ତା କରିଛେ। ଆଉ ଆଜି ବି ଏ ବୟସରେ ତମେ ଘରର ସବୁ କାମ କରୁଛ ଆଉ ବୋହୂ ବାହାରେ ବୁଲିବା ସହିତ ଆରାମ କରିବାରୁ ଫୁର୍ସତ ପାଉନି। ଅବସର ନେବା ପରେ ପେନ୍ସନ୍ ଟଙ୍କା ଘର ଖର୍ଚ୍ଚ ପାଇଁ ଦେବାକୁ ପଡ଼ୁଛି। ଏତେ ସବୁ କରିବା ପରେ ଆମକୁ କ'ଣ ମିଳୁଛି? ବୋହୂ ଖରାପ ବ୍ୟବହାର କରିବାକୁ ପଛଉନି ଆଉ ପୁଅ ଯେ ସ୍ତ୍ରୀ ବୋଲକରା। ଏବେ ବାସ୍, ବହୁତ ହେଇଗଲା,
ଏବେ ଆମେ ନିଜ ପାଇଁ ଯିବା ଦରକାର। ଶାନ୍ତି ଦେବୀ କହିଲେ କି ତା ମାନେ? ଶାନ୍ତି ବହୁତ ଦିନ ହେଲା ମୋତେ କୁଆଡ଼େ ବୁଲିକି ଆସିବା ପାଇଁ ମନ ହେଉଥିଲା। ଶାନ୍ତି ଦେବୀ କହିଲେ କି ମୋର ବି ଇଚ୍ଛା ହେଉଛି, କିନ୍ତୁ ଏହା ଭାବି ଚୁପ୍ ହୋଇଯାଉଛି କି ପୁଅ ରାଗିଯିବ ବିନା କାରଣରେ ଯେତେବେଳେ ବୋହୂ କେତେ କଥା କହିଯାଉଛି, ତାହେଲେ ଆମେ ବୁଲିଯିବା କଥା ଶୁଣିଲେ ସେ କ'ଣ କ'ଣ ନ କହିବ। ରାଜେଶ ବାବୁ କହିଲେ କି ଶାନ୍ତି, ମନେ ଅଛି ପିଲାଦିନେ ଯେତେବେଳେ ଉଡ଼ାଜାହାଜକୁ ଆକାଶରେ ଉଡ଼ୁଥିବା ଦେଖୁଥିଲେ ଇଚ୍ଛା ହେଉଥିଲା ସେଥିରେ ବସିବାକୁ, କିନ୍ତୁ କେବେ ବି ବସିପାରେନି, କାହିଁକି ନା ଆମ ବାପା ମାଙ୍କ ପାଖରେ ଏତେ ଟଙ୍କା ନଥିଲା। ଯେମିତି ସେମିତି ଘର ଖର୍ଚ୍ଚ ଚଳିଯାଉଥିଲା। ବଡ଼ କଷ୍ଟରେ ସେ ମୋତେ ପାଠ ପଢ଼େଇଥିଲେ, ତାପରେ ଯାଇ ମୁଁ ସରକାରୀ ଚାକିରି ପାଇଥିଲି। ଆଉ ରୋହିତ ଜନ୍ମ ହେଲା ପରେ ତା ପଛରେ ଆମର ସବୁ ଦରମା ଟଙ୍କା ଖର୍ଚ୍ଚ କରିଦେଉଥିଲେ। ମୋ ପିଲାଦିନ ତ ଅଭାବରେ କଟିଥିଲା। ଆଉ ମୁଁ ଚାହୁଁନଥିଲି ମୋ ପୁଅ ବି ମୋ ପରି ମନ ମାରିକି ଜୀବନ ବିତାଉ ବୋଲି। ସବୁ ରୋଜଗାର ତ ଆମେ ତା ଭଲ ଭଲ ଖାଇବା, ଭଲ ପିନ୍ଧିବା, ପାଠ ପଢ଼ାରେ ଖର୍ଚ୍ଚ ଆଗରୁ ରଖିଥିଲେ। ତାପରେ ଯାଇ ସେ ଭଲ ପାଠ ପଢ଼ି ପାରିଲା। ଯେତେବେଳେ ବି ସେ ଯାହା ମାଗିଲା ଆମେ ଦେଲେ। ସରକାରୀ ଦରମାରେ ତା ସବୁ ଖର୍ଚ୍ଚ, ଘର ଖର୍ଚ୍ଚ, ବାପା ମାଙ୍କ ଖର୍ଚ୍ଚ କେତେ ଭଲରେ ମ୍ୟାନେଜ୍ କଲେ। ହେଲେ ପୁଅ ତ ଆଜି ସବୁ ଅସ୍ୱୀକାର କରିଦେଉଛି। ଭାବିଥିଲି କି ଏ ବୟସରେ ସବୁ ଦାୟିତ୍ୱରୁ ମୁକ୍ତ ହୋଇ ଆରାମରେ ଜୀବନ କାଟିବି, କିନ୍ତୁ ଏଠି ତ ପୁଅ ବୋହୂ ଆମ ଜୀବନ ନର୍କ କରିଦେଇ ସାରିଲେଣି। ତୁମକୁ ବୋହୂ ସାରା ଦିନ ରୋଷେଇରେ ଲଗେଇ ଦେଇଛି, ଆଉ ମୋ ପେନ୍ସନ୍ ଟଙ୍କା ନେଇ ପୁଅ ଆମ ଉପରେ ଆଖି ଦେଖାଉଛି। ଶାନ୍ତି ଦେବୀ ଉଦାସ ହେଇ କହିଲେ କି ଆମେ କ'ଣ ଆଉ କରିପାରିବା? ଏବେ ତ ଏସବୁ ଆମ ଭାଗ୍ୟରେ ଲେଖା ହୋଇଗଲାଣି। ଆମକୁ ସାରା ଜୀବନ ଏମିତି ହିଁ ରହିବାକୁ ପଡ଼ିବ। ସେଠୁ ରାଜେଶ ବାବୁ କହିଲେ କି ନା ଶାନ୍ତି, ମୁଁ ସେମିତି ହେବାକୁ ଦେବିନି। ଯାହା ଭାବିଛି କରିକି ରହିବି। ସ୍ୱାମୀଙ୍କ ଏମିତି କଥାରେ ଶାନ୍ତି ଦେବୀଙ୍କୁ ଏକ ଶକ୍ତ କିରଣ ଦେଖାଗଲା। ପଚାରିଲେ କ'ଣ ଭାବିଛ? ରାଜେଶ ବାବୁ କହିଲେ କି କାଲି ପର୍ଯ୍ୟନ୍ତ ଅପେକ୍ଷା କର, ଦେଖ ମୁଁ କ'ଣ କରୁଛି। ପରଦିନ ରାଜେଶ ବାବୁ ଅଯୋଧ୍ୟା ଯିବା ପାଇଁ 2ଟି ଏରୋପ୍ଲେନ୍ ଟିକେଟ୍ ନେଇ ଆସିଲେ। ତାଙ୍କୁ 40,000 ଟଙ୍କା ପେନ୍ସନ୍ ମିଳୁଥିଲା। ସେଥିରୁ ସେ 20,000 ଟଙ୍କାରେ 2ଟି ଟିକେଟ୍ ନେଇ ଆସିଲେ। ଆଉ ବାକି 20,000 ଟଙ୍କା ନିଜ ଖର୍ଚ୍ଚ ପାଇଁ ପାଖରେ ରଖିଦେଲେ। ଘରକୁ ଆସି ଶାନ୍ତି ଦେବୀଙ୍କୁ ଟିକେଟ୍ ଦେଖାଇଲେ ତ ଶାନ୍ତି ଦେବୀ ଡରିଗଲେ। ତମେ କ'ଣ ପେନ୍ସନ୍ ଟଙ୍କାରୁ ଖର୍ଚ୍ଚ କରିଦେଲ? କ'ଣ କଲ ତମେ? ବୋହୂ ଏବେ କ'ଣ କହିବ? ଆରେ ଶାନ୍ତି, ତମେ ଜମା ଚିନ୍ତା କରନି। ଆମେ ପୁଅ ବୋହୂ ଉପରେ ନିର୍ଭରଶୀଳ ନୁହେଁ। ପେନ୍ସନ୍ ଟଙ୍କା ମୋର। ଏମିତି କିଛି ଦିନ ବିତିଗଲା। ଦିନେ ବୋହୂର ଆଗରେ ଆସି ପଚାରିଲେ କି ମା, କ'ଣ ସବୁ ଚାଲିଛି? ଆଶ୍ଚର୍ଯ୍ୟ ହୋଇ ଶାନ୍ତି ଦେବୀ କହିଲେ କ'ଣ ହେଲା? ମା, ଏମିତି କହୁଛ ଯେମିତି କିଛି ଜାଣିନ। 12 ତାରିଖ ଆସି ହେଲାଣି, ଏଥର ବାବାଙ୍କର ପେନ୍ସନ୍ ଟଙ୍କା କାହିଁକି ଦେଇନ? ଆଜି ବାବାଙ୍କୁ କୁହ ଟଙ୍କା ଦେଇଦେବେ। ବୋହୂ, କଥା ହେଲା କି ଆମେ ଏଥର ବାହାରକୁ ବୁଲିବାକୁ ଯାଉଛୁ, ଆଉ ପେନ୍ସନ୍ ଟଙ୍କାରେ ଆମେ ଟିକେଟ୍ ବି ନେଇ ଆସିଛୁ। ତେଣୁ ଏଥର ପେନ୍ସନ୍ ଟଙ୍କା ତତେ ଦେଇପାରିବୁନି। ଶାନ୍ତି ଦେବୀ ଟିକେ ସଂକୋଚର ସହିତ ଏକଥା କହିବା ପରେ ବୋହୂ ରାଗରେ କହିଲେ କି ଆପଣ ଦୁହେଁ ବୁଲିବାକୁ ଯାଉଛନ୍ତି, ଲାଜ ଲାଗୁନି ଟିକେ? ଏ ବୟସରେ ବୁଲିବାକୁ ଯିବେ? ଚୁପଚାପ ଘରେ ରୁହ, ଯେମିତି ବୟସ୍କ ଲୋକମାନେ ଘରେ ରୁହନ୍ତି। ଜାଣିଛ କି ନାହିଁ ଘରେ କେତେ କାମ ରହୁଛି? ପୁଅ ଆସନ୍ତୁ, ତାଙ୍କୁ ବି କହୁଛି କି ତମେମାନେ କେତେ ଫାଲତୁ ଖର୍ଚ୍ଚ କରୁଛ, ଆଉ ଆମକୁ ନ ପଚାରିକି ତମେ ବୁଲିବାକୁ କେମିତି ଭାବି ଦେଇଛ? ନେହାଙ୍କ କଥା ଶୁଣିକି ଶାନ୍ତି ବୁଝିଗଲେ କି ପୁଅ ଆସିବା ପରେ ଘରେ ହଙ୍ଗାମା ହେବ, କାହିଁକି ନା ସବୁବେଳେ ଘରେ ଏମିତି ହୋଇଆସିଛି। ପେନ୍ସନ୍ ଟଙ୍କା ସବୁ ନେବା ପରେ ସେମାନେ ତାଙ୍କ ହିସାବରେ ଖର୍ଚ୍ଚ କରନ୍ତି। ଏପରିକି 500 ଟଙ୍କା ବି ତାଙ୍କୁ ମାଗିବାକୁ ପଡ଼େ। ଆଉ ଯଦି କେବେ ଏମିତି ହୁଏ ତାହେଲେ ଘରେ ଜୋରରେ ଝଗଡ଼ା ହୁଏ। ଥରେ ରାଜେଶ ବାବୁ ଉଭୟଙ୍କ ବିବାହ ବାର୍ଷିକୀରେ ଶାନ୍ତି ଦେବୀଙ୍କ ପାଇଁ 1,000 ଟଙ୍କାର ଶାଢ଼ୀ ନେଇ ଆସିଥିଲେ ବୋଲି ବୋହୂ ଚିଲେଇ ଚିଲେଇ କହିଥିଲେ କି ଶାଢ଼ୀ କ'ଣ ଦରକାର? ଏବେ ବି ବିବାହ ବାର୍ଷିକୀ କରିବା କ'ଣ ଦରକାର? ମୋ ପାଖରେ ବହୁତ ସାରା ଶାଢ଼ୀ ଅଛି, ସେସବୁ କ'ଣ ହେବ? ହେଲେ ଶାନ୍ତି ଦେବୀ ମାଗିବା ବେଳକୁ ବୋହୂ ସାଙ୍ଗେ ସାଙ୍ଗେ ଶାଢ଼ୀ ନେଇଯାଉଥିଲେ। ଟିକେ ଭାବନ୍ତୁ, ଘରେ କେତେ କେତେ ଛୋଟ ମୋଟ ଖର୍ଚ୍ଚ ରହିଛି। ବିଜୁଳି, ରାସନ, ପାଣିର ସବୁ ବିଲ୍ ଦେବାକୁ ପଡ଼ୁଛି। କିନ୍ତୁ ଆପଣଙ୍କୁ କ'ଣ ଜଣା ଯେ ସହରରେ ରହିଲେ କେମିତି ଖର୍ଚ୍ଚ ହୋଇଥାଏ? ସାରା ଜୀବନ ତ ଗାଁରେ କଟେଇଛନ୍ତି।
ସନ୍ଧ୍ୟାବେଳେ ଯେତେବେଳେ ପୁଅ ରୋହିତ ଘରକୁ ଫେରିଲେ ନେହା ତାଙ୍କୁ ସବୁ କିଛି କହିଦେଲେ। ସେହି ସମୟରେ ହିଁ ରୋହିତ ରାଗରେ ଚିଲେଇବାରେ ଲାଗିଲେ, ଏ ମାସରେ 10 ତାରିଖ ହୋଇଗଲାଣି, ଆଉ ଏବେ ଯାଏ ତମେ ପେନ୍ସନ୍ ଟଙ୍କା ଦେଇନ। ତା ଛଡ଼ା ଆମକୁ ନ ପଚାରିକି ତମେ ସବୁ ଟଙ୍କା ଖର୍ଚ୍ଚ କରିଦେଇଛ। ଏବେ ଏ ମାସର ରାସନ ଖର୍ଚ୍ଚ କୁଆଡ଼ୁ ଆସିବ? ଆଉ ତମର ଏ ଫାଲତୁ ଖର୍ଚ୍ଚ କରିବାର କ'ଣ ଆବଶ୍ୟକତା ଅଛି? ବୃଦ୍ଧାବସ୍ଥାରେ ବୁଲିବା ନିଶା ଧରିଛି, ଆରାମରେ ଘରେ ରହିପାରୁନ କି? ଯଦି ବୁଲିବା ପାଇଁ ଏତେ ମନ, ତାହେଲେ ନିକଟରେ ଥିବା ମନ୍ଦିରକୁ ଯାଇକି ବୁଲିକି ପଳେଇ ଆସିଥାନ୍ତ। ମୁଁ ତମମାନଙ୍କୁ କହିଦେଉଛି, ଯଦି ପେନ୍ସନ୍ ଟଙ୍କା ନ ମିଳେ। ଏତିକି ଶୁଣିକି ରାଜେଶ ବାବୁଙ୍କ ଚେହେରା ରାଗରେ ଲାଲ ହୋଇଗଲା। ଆଉ ବଡ଼ ପାଟିରେ କହିଲେ କି ଯଦି କ'ଣ? ବାସ୍ ବହୁତ ହେଇଗଲା। ତମକୁ କେବଳ ଆମ ବୁଲିବା ଦେଖାଯାଉଛି, ତମମାନଙ୍କର ଫାଲତୁ ଖର୍ଚ୍ଚ ଦେଖାଯାଉନି। ବୋହୂ ପ୍ରତିଦିନ ନୂଆ ନୂଆ ଡ୍ରେସ୍ ଓ ଶାଢ଼ୀ କିଣୁଛି, ପାର୍ଟି କରିବାକୁ ଯାଉଛି। ପ୍ରତି ରବିବାର ତମେ ବାହାରେ ଖାଇକି ଆସୁଛ, ସେଗୁଡ଼ିକ ତ କାହିଁ ଦେଖିପାରୁନ? ତା ଛଡ଼ା ଆମେ ଟିଭି ଦେଖିବା ବି ତମମାନଙ୍କୁ ଭଲ ଲାଗୁନି। ତୋ ସ୍ତ୍ରୀ ତ ଆମ ଟିଭି ଦେଖିବା ସମୟ ଠିକ୍ କରିଦେଇଛି। ଆରେ ଆମେ ଖାଲି ବୁଢ଼ାବୁଢ଼ୀ ହେଇଛୁ, ମରିଯାଇନୁ ତ। ଆମେ ବି ଆମ ଇଚ୍ଛାରେ କିଛି କରିବାକୁ ଚାହୁଁଛୁ, କୁଆଡ଼େ ଯିବାକୁ ଚାହୁଁଛୁ, ଭଲ ଖାଇବାକୁ ଚାହୁଁଛୁ। ଆଉ ଯଦି ଆମେ କିଛି କରୁଛୁ ତାହେଲେ ତମର ଖର୍ଚ୍ଚ ବଢ଼ିଯାଉଛି। କିନ୍ତୁ ତମର ବାହାରେ ବୁଲିବା, ଫିଲ୍ମ ଦେଖିବା, ବାହାରେ ଖାଇବାର ଖର୍ଚ୍ଚ ବଢ଼ୁନି। ନିଜ ଉପରେ ତ ବହୁତ ଖର୍ଚ୍ଚ କରୁଛ, କିନ୍ତୁ ମା' ବାପା ଟିକିଏ ବି ଖର୍ଚ୍ଚ କରିଦେଲେ ତମମାନଙ୍କର କ'ଣ ହେଇଯାଉଛି? ଭୁଲିଗଲ କି 2 ମାସ ଆଗରୁ ତମେମାନେ ବିଦେଶ ବୁଲିକି ଫେରିଛ ବୋଲି? ଉଡ଼ାଜାହାଜ ଟିକେଟ୍ କ'ଣ ମାଗଣା ଥିଲା କି? ବର୍ଷକୁ 2 ଥର ବୁଲିବାକୁ ଯାଉଛ। ଆମେ କ'ଣ କେବେ ବି କିଛି କହିଛୁ କି ଏତେ ଖର୍ଚ୍ଚ କରିଦେଲ ବୋଲି? ତାହେଲେ ଯଦି ଆମେ ଆଜି ବୁଲିବା ପାଇଁ କିଛି ଟଙ୍କା ଖର୍ଚ୍ଚ କରିଦେଲୁ, ତାହେଲେ ତମକୁ ଏତେ କାହିଁକି କଷ୍ଟ ହେଉଛି? ଏହାପରେ ରୋହିତ କହିଲେ କି ବାବା, ଆମେ ବୁଲିବା ପାଇଁ ତମକୁ ଟଙ୍କା ମାଗୁନୁ, ନିଜେ ରୋଜଗାର କରି ବୁଲିବାକୁ ଯାଉଛୁ। ବାବା କହିଲେ କି ପୁଅ, ମୁଁ ବି ପେନ୍ସନ୍ ଟଙ୍କାରେ ବୁଲିବାକୁ ଯିବି, ମୁଁ ବି ତତେ ସେଥିପାଇଁ ଟଙ୍କା ମାଗୁନି। ବାବାଙ୍କ ଠାରୁ ଏମିତି ଉତ୍ତର ପାଇ ରୋହିତ ରାଗିଗଲେ ଆଉ କହିଲେ କି ଠିକ୍ ଅଛି, ଯଦି ତମେ ବୁଲିବାକୁ ପ୍ଲାନ୍ କରିସାରିଲଣି ତାହେଲେ ଶୁଣିଦିଅ, ଏ ଘରେ ରଖିକି ମୁଁ ତୁମକୁ ମାଗଣାରେ ଖାଇବାକୁ ଦେଇପାରିବିନି। ଖର୍ଚ୍ଚ ପାଇଁ ଟଙ୍କା ତ ଦେବାକୁ ପଡ଼ିବ, ନାହିଁ ତ ତମକୁ ଖାଇବାକୁ ମିଳିବନି। ମୋ ପାଖରେ ଏତେ ଟଙ୍କା ନାହିଁ ଯେ ତମମାନଙ୍କୁ ଖୁଆଇ ପିଆଇ ରଖିବି। ଏତିକି କହି ରୋହିତ ନିଜ ରୁମ୍କୁ ପଳେଇଲେ। ସେଠୁ ନେହା କହିଲେ କି କେବେ ବି ଭାବିଛ କି ତୁମ ପୁଅ ଦିନସାରା କେତେ ପରିଶ୍ରମ କରିବା ପରେ ଯାଇ ମାସ ଶେଷରେ ଦରମା ଗଣ୍ଡିଏ ମିଳୁଛି? ଆମେ ବିଦେଶ ଯାଇକି କ'ଣ ପଳେଇ ଆସିଲୁ ଯେ ସେଇଟା ତମକୁ ଦେଖାଗଲା, କିନ୍ତୁ ତମକୁ ଦେଖାଯାଉନି କି ତମର 2ଟା ନାତି ଅଛନ୍ତି, ସେମାନଙ୍କ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିବାକୁ। ବାସ୍ ଏ ବୟସରେ ଟଙ୍କା ଉଡ଼େଇବାରେ ଲାଗି ପଡ଼ିଛ। ଏବେ କୁଆଡ଼େ ବୁଲିକି ଯିବା ଦରକାର ନାହିଁ, ଚୁପଚାପ ଘରେ ହିଁ ରୁହ, ଆଉ ଘରର ଦାୟିତ୍ୱ ନିଅ। ଆଉ ଏମିତି ବି ଏ ବୟସରେ ବୁଲିବା ଚକ୍କରରେ ଯଦି ବିମାର ହୋଇଗଲେ, ତାହେଲେ ମୁଁ ଆପଣଙ୍କର ସେବା କରିପାରିବିନି, ଆଉ ପଡ଼ି ରହିବେ ଗୋଟିଏ କୋଣରେ। ବୋହୂ କ'ଣ ସବୁ କହୁଛୁ ଜାଣିପାରୁଛୁ? ତୋ ଶାଶୁ କ'ଣ ଦିନସାରା କାମ କରୁନି କି? ବାହାରକୁ ବୁଲିଯିବ ବୋଲି ତୁ କ'ଣ ଭାବୁଛୁ ଯେ ସେ ବିମାର ହୋଇଯିବ? ରାଜେଶ ବାବୁଙ୍କ କଥା ଶୁଣିକି ନେହା ମୁହଁ ଫୁଲେଇ ନିଜ ରୁମ୍କୁ ପଳେଇଲେ। ଶାନ୍ତି ଦେବୀ ନିଜ ପୁଅ ବୋହୂ କଥା ଶୁଣି ଯେମିତି ପଥର ପାଲଟି ଯାଇଥିଲେ। ତାଙ୍କ ଆଖିରୁ ଲୁହ ବାହାରୁଥିଲା, କିଛି ବୁଝିପାରୁନଥିଲେ କ'ଣ କରିବେ। ଟିକିଏ ସମୟ ପରେ ସେ ରାଜେଶ ବାବୁଙ୍କୁ କହିଲେ କି ଶୁଣ, ବୁଲିବା କଥା କହୁ କହୁ ଘରେ ତ ଏତେ ପାଟିତୁଣ୍ଡ ହେଇଗଲା, ମୋତେ ଲାଗୁଛି କି ଆମକୁ ଆମ ପ୍ଲାନ୍ ବଦଳାଇବାକୁ ପଡ଼ିବ, ନହେଲେ ପୁଅ ବୋହୂ ଆମକୁ ଖାଇବାକୁ ବି ଦେବେନି, ଘରେ ରହିବା କଷ୍ଟକର ହେଇଯିବ। କଥା ଶୁଣେଇ ଶୁଣେଇ ଆମକୁ ଜି ଥାଉ ଥାଉ ମାରିଦେବେ। ସେତେବେଳେ ରାଜେଶ ବାବୁ କହିଲେ କି ତମେ ଚିନ୍ତା କରନି ଶାନ୍ତି, ମୁଁ ଥାଉ ଥାଉ ତମକୁ କିଏ କିଛି ବି କହିପାରିବେନି। ଯେତିକି କହିବାର ଥିଲା କହିଦେଲେ। ଏମାନେ ଯେତେବେଳେ ବିଦେଶ ଯାଇଥିଲେ କମ୍ ସେ କମ୍ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବେ, ଆଉ ଆମେ 500 ଟଙ୍କା ଖର୍ଚ୍ଚ କରିଦେଲେ ବି ଏମାନେ କଳିଝଗଡ଼ା କରିଦେଉଛନ୍ତି। ଏ ଅନ୍ୟାୟ ଆଉ କେତେ ଦିନ ସହିବା ଆମେ? କେବେ ନା କେବେ ତ କହିବାକୁ ପଡ଼ିବ ନା, ନହେଲେ ଆମେ ଏମିତି ଡରି ଡରି ଜୀବନ ଜିଉଥିବା। ପରଦିନ ସକାଳୁ ଯେତେବେଳେ ଶାନ୍ତି ଦେବୀ ଚାହା ଜଳଖିଆ କରିସାରିଲେ, ସମସ୍ତେ ଜଳଖିଆ ଖାଇଲେ। ଶାନ୍ତି ଦେବୀ ନିଜ ପୁଅ ବୋହୂଙ୍କୁ ଅନେଇଲେ ତ ସେମାନଙ୍କ ଚେହେରାରେ ଏବେ ବି ରାଗ ଥିଲା। ନା ତ ସେମାନେ ଠିକ୍ରେ କଥା ହେଉଥିଲେ, ନା ତ କାହାକୁ ଅନଉଥିଲେ।
ରାଜେଶ ବାବୁ ନିଜ ଘରର ମାହୋଲ ଭଲସେ ବୁଝିଥିଲେ। ଯେମିତି ଖାଇବା ସରିଲା ରାଜେଶ ବାବୁ ଶାନ୍ତି ଦେବୀଙ୍କୁ କହିଲେ କି ଚାଲ ବୁଲିଯିବା ପୂର୍ବରୁ ତମ ପାଇଁ ମୁଁ 2-3ଟି ଶାଢ଼ୀ ନେଇକି ଆସିବି, ଆଉ ମୋ ପାଇଁ କିଛି ଜିନ୍ସ ନେଇକି ଆସିବି। ବହୁତ ଦିନ ହେଲା ମୁଁ ବି ଭଲ ସାର୍ଟ ପ୍ୟାଣ୍ଟ କିଣିନି। ବୁଲିବାକୁ ଯିବା, ତେଣୁ ପୁରୁଣା ପିନ୍ଧିବାକୁ ଭଲ ଲାଗିବନି। ରାଜେଶ ବାବୁ ଏତିକି କହିଛନ୍ତି କି ନା ଯେମିତି ପୁଅ ବୋହୂ ଆଗରୁ ପ୍ରସ୍ତୁତ ହେଇକି ଥିଲେ। ସବୁ ସୀମା ଲଙ୍ଘି ପୁଅ ରୋହିତ କହିଲେ କି ବାବା, ଏବେ ଆମେ ତମକୁ ରଖିପାରିବୁନି। ଆରେ ତମେ ତ ସବୁ ସୀମା ପାର କରିସାରିଲଣି, ତମେ ତମ ରହିବା ବ୍ୟବସ୍ଥା ଆଉ କେଉଁଠି କରିନିଅ। ସବୁ ଲାଜ ତ ତମେ ଛାଡ଼ି ଦେଇଛ। ବୃଦ୍ଧାବସ୍ଥାରେ ତମେ ବୁଲିବାକୁ ଯାଉଛ। ତମର ଏମିତି ହରକତ ଆମକୁ ବରଦାସ୍ତ ହେଉନି। ପୁଣି ରାଜେଶ ବାବୁ କହିଲେ କି ପୁଅ, ଆମେ ଆମ ରହିବା ବ୍ୟବସ୍ଥା ଆଉ କେଉଁଠି କାହିଁକି କରିବୁ? ଏ ଘର ତ ଆମର, ଏଇଟା ମୁଁ ମୋ ରୋଜଗାର ଟଙ୍କାରେ ତିଆରି କରିଛି, ତେଣୁ ଏ ଘର ମୋର। କିନ୍ତୁ ବାବା, ତମେ ଭୁଲି ଯାଉଛ ଯେ ତମେ ଏ ଘର ମୋ ନାଁରେ କରିଦେଇଛ। ଟିକେ ହସିଦେଇ ରାଜେଶ ବାବୁ କହିଲେ କି ନାଇଁ ପୁଅ, ମୋର ଭଲରେ ମନେ ଅଛି କି ମୁଁ ବୟସ ତ ନାମରେ କ'ଣ ଲେଖିଛି। ଭଲ ହେଲା କି ମୁଁ ଏ ଘର ତୋ ନାଁରେ କରିନି, ନହେଲେ ଆମକୁ ବେଘର କରିବା ପାଇଁ ତତେ ଗୋଟିଏ ମୁହୂର୍ତ୍ତ ବି ଲାଗିନଥାନ୍ତା। ଗୋଟିଏ କଥା କାନ ଖୋଲିକି ଶୁଣ କି ମୁଁ ଓ ତୋ ମା ସାରା ଜୀବନ ଖୁବ୍ ଇଜ୍ଜତ କମେଇଛୁ, ଆଉ ତମେମାନେ ମୋର କି ତୋ ମାଆକୁ ବେଇଜ୍ଜତ କରିବ ତାହେଲେ ମୁଁ ଜମା ବି ବରଦାସ୍ତ କରିବିନି। ଏଥିପାଇଁ ମୁଁ ଆଜି ନିଷ୍ପତ୍ତି ନେଇଛି କି ତମେମାନେ ପୁରା ଉପର ମହଲାକୁ ସିଫ୍ଟ ହେଇଯାଅ, ଆଉ ନିଜ କଥା ନିଜେ ବୁଝ, ଆଉ ମୋତେ ପ୍ରତି ମାସ 20,000 ଭଡ଼ା ଦେଇଦେବ, ନହେଲେ ଅଲଗା ଘର ଦେଖିନିଅ। ଆଜି 15 ତାରିଖ, ଆଉ ତମ ପାଖରେ 15 ଦିନ ବାକି ଅଛି। ଭାବି ଚିନ୍ତି ଜବାବ ଦେବ, ସେହି ହିସାବରେ ମୁଁ ଚିନ୍ତା କରିବି। ଏବେ ନିଷ୍ପତ୍ତି ତୋ ହାତରେ। ସେଠୁ ନେହା କହିଲେ କି ଯଦି ଆପଣ ଆମକୁ ବାହାର କରିଦେବେ ତାହେଲେ ବଡ଼ ଘର କ'ଣ କରିବେ? ଆଉ ବୃଦ୍ଧାବସ୍ଥାରେ ଆପଣଙ୍କ ଦେଖାଶୁଣା କିଏ କରିବ? ଆଉ ଆମେ ଆପଣଙ୍କ ପୁଅ ବୋହୂ, ଶେଷରେ ଆମେ ତ କାମରେ ଆସିବୁ। ରାଜେଶ ବାବୁ କହିଲେ କି ଏବେ ତ ଆମମାନଙ୍କର ହାତ ଗୋଡ଼ ଚାଲୁଛି, ଆଉ ଏବେ ତମେମାନେ ଆମର ଏମିତି ଅବସ୍ଥା କରୁଛ, ଆଉ ଯେତେବେଳେ ଆମେ ପୁରାପୁରି ତମ ଉପରେ ନିର୍ଭରଶୀଳ ହୋଇପଡ଼ିବୁ ତାହେଲେ ତମେମାନେ ତ ଆମକୁ ଭୋକରେ ମାରିଦେବ। ଆମ ଟଙ୍କା ଆମେ ଖର୍ଚ୍ଚ କଲେ ତମ କଥା କାହିଁକି ସହିବୁ? ଆଉ ରହିଲା କି ବୁଢ଼ା ବୟସର ଏତେ ବଡ଼ ଘର ଅଛି, 2 ଜଣ ଆରାମରେ ଭଡ଼ାରେ ରହିପାରିବୁ, 2 ଜଣ ଆରାମରେ ଭଡ଼ା ଲଗେଇ ରହିପାରିବୁ। ଆଉ ଖାଇବା ତିଆରି କରିବା କଥା କହୁଛ ଓ ଘର କାମ କରିବା କଥା ପାଇଁ ଲୋକ ବି ମିଳିଯିବେ। ପେନ୍ସନ୍ ଟଙ୍କାରେ ଆମେ ବାକି ଜୀବନ ଆରାମରେ କାଟିପାରିବୁ। ତମେମାନେ ଆମ ବୃଦ୍ଧ ଅବସ୍ଥା କଥା ଚିନ୍ତା କରନି। ଏତିକି ଶୁଣିବା ପରେ ରୋହିତ ଓ ନେହା ସ୍ତବ୍ଧ ହୋଇଗଲେ। ଚାଲ ଶାନ୍ତି, ଆମେ ସପିଂ କରିବାକୁ ଯିବା, କହି 2 ଜଣ ବାହାରକୁ ପଳେଇଲେ। ଆଉ ରାଜେଶ ବାବୁଙ୍କ କଥାରେ ପୁଅ ବୋହୂଙ୍କର ଯେମିତି ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ତାଙ୍କୁ ବିଶ୍ୱାସ ହେଉନଥିଲା କି ବାବା ଏମିତି ବି କରିପାରନ୍ତି। ନେହା ଏବେ ଚୁପ୍ ରହିବାକୁ ଉଚିତ ମନେ କଲେ। ସେ ବୁଝିଗଲେ କି ଯଦି ସେ କିଛି କହନ୍ତି ତାହେଲେ ତାଙ୍କ ଶ୍ୱଶୁର ତାଙ୍କୁ ଶୁଣେଇ ଦେବେ। ପରଦିନ ରମେଶ ବାବୁ ଓ ଶାନ୍ତି ଦେବୀ ଏରୋପ୍ଲେନ୍ରେ ବସି ଅଯୋଧ୍ୟା ଯିବାର ଥିଲା, ଆଉ ସେମାନେ ବି ଖୁସି ଥିଲେ। କାହିଁକି ନା ପ୍ରଥମ ଥର ସେମାନେ ଏରୋପ୍ଲେନ୍ରେ ବସିବାର ସ୍ୱପ୍ନ ପୂରଣ ହେବାର ଥିଲା। କାହିଁକି ନା ପ୍ରଥମ ଥର ସେମାନଙ୍କର ଏରୋପ୍ଲେନ୍ରେ ବସିବାର ସ୍ୱପ୍ନ ପୂରଣ ହେବାର ଥିଲା। ସକାଳ ସମୟରେ ସେମାନେ ଦୁହେଁ ପ୍ରସ୍ତୁତ ହୋଇ ନିଜ ବ୍ୟାଗ୍ ନେଇ ବାହାରିଗଲେ। ଆଉ ଯିବାବେଳେ କହିଦେଲେ କି ଆମେ 10 ଦିନରେ ଫେରିବୁ, ଆଉ ତମେମାନେ ତମ ବ୍ୟବସ୍ଥା କରିଦେଇଥିବ। ଏତିକି କହି ସେମାନେ ଏୟାରପୋର୍ଟକୁ ବାହାରିଲେ। ଏୟାରପୋର୍ଟ ଦେଖି ସେମାନେ ଖୁସି ହେଇଗଲେ। ରାଜେଶ ବାବୁ ଶାନ୍ତି ଦେବୀଙ୍କୁ କହିଲେ କି ଉଡ଼ାଜାହାଜ ତ ସତରେ ବହୁତ ବଡ଼, ଆକାଶରେ ଉଡ଼ୁଥିବା ବେଳେ ଲାଗେ ସେ ବହୁତ ଛୋଟ ବୋଲି। ଆଜି ସାମ୍ନାରେ ଦେଖିକି ଲାଗୁଛି କି ସତରେ ସେ କେତେ ବଡ଼ ବୋଲି। ଅଯୋଧ୍ୟା ପହଞ୍ଚି ସେମାନେ ପ୍ରଭୁ ରାମଙ୍କର ଦର୍ଶନ କରିବା ସହିତ ଆଖପାଖରେ ବୁଲାବୁଲି କଲେ। ଶାନ୍ତି ଦେବୀ ଖୁସି ହେଇ କହିଲେ କି ସତରେ ଆଜିର ଦିନ ଆମ ଜୀବନର ସବୁଠୁ ଭଲ ଦିନ, ଆମକୁ ଏତେ ଭଲରେ ସମୟ କାଟିବାକୁ ମିଳୁଛି। ରାଜେଶ ବାବୁ କହିଲେ କି ଶାନ୍ତି, ଆମେ ବୁଢ଼ା ହେଲେ କ'ଣ ହେଲା, ଆମର ବି ଇଚ୍ଛା ବୋଲି କିଛି ଅଛି ନା ନାହିଁ? ବୁଢ଼ାପା ଆସିଲା ବୋଲି ଇଚ୍ଛା ତ ମରିଯାଇଛି ନା ନାହିଁ? ଭଲ ଖାଇବା, ଭଲ ପିନ୍ଧିବା ଆଉ ବୁଲିବାର ଇଚ୍ଛା ବି ଆମ ଭିତରେ ଅଛି ନା ନାହିଁ? କିନ୍ତୁ ଆଜିକାଲିର ପିଲାଙ୍କୁ ଲାଗୁଛି କି ବୃଦ୍ଧା ଅବସ୍ଥା ଆସିଗଲେ ଜୀବନ ସରିଗଲା ବୋଲି। ଭଗବାନଙ୍କୁ ଧନ୍ୟବାଦ
कि एबे आमको पेंशन टंका मिल जाउछि आउ सेही साहसरे आमे पिलांक सामने कहि परिलु। किंतु मते तो सही बापा माँ कथा भाविकी चिंता लगुछि जो माने तांकर सब किछि पिलांक उपरे खर्च कर देउछंती आउ वृद्धावस्था तांको पई किछि रखु नाहंती। केजाणी सेमाने एमिति कौन करुछंती। छोट छोट कथा पई पिलामानक पाखरे हाथ पतेबाकू पड़ुथिबो। अयोध्या तो दूरर कथा आम पुओ बोहू आमको तो आख पाख मंदिर के भी नहीं जाई नाहंती। छाड़ शांति आमे एठारे किछि दिन आराम रे रहिबा तापरे फेरिबा देखिकी 10 दिन बीतीगला। तापरे जेतेबेले से माने घर को फेरिले देखिकी पुओ बोहू पाखकू दौड़ी पड़ई आसिले आउ सेमानक पाद तले पड़गले। कहले बाबा आमको क्षमा कर दियो आमर भूल हो गला। तमे जेमिति घर रहुतल सेमिति रुह जुआड़े बुलिबाकू जिबा कथा जाओ किंतु आमको घर काढ़ना। तमे तो जानिछ मते कम दरमा मिलुछि बोली जदि सेथिरे मो भड़ा देई रहिबी ताहले आउ खर्च पई केते मिलिबो। पुणी नेहा कहले कि माँ तमे बाबा को बुझाओ टिके आमको घर छाड़ी जिबा पई न कुहंतु एबेठु घर काम मु करिबी तमे घरे बसी आराम करिबो आउ तम इच्छारे तमे टीवी देखिबो आउ टीवी रिमोट भी तम पाखे रहिबो। राजेश बाबूंकर एबे विश्वास हो गले कि तांको पुओ बोहू ठीक बाट को पड़ई आसिले बोली। तेणु से कहले कि ठीक अछि जदि तमे माने घरे रहिबो तो मोर गोटे शर्त अछि मु पेंशन टंका तमको देबिनी काहेकि ना आमर भी खर्च अछि। बारंबार तो आगे हाथ पतेबाकू मोर इच्छा नहीं। रोहित कहले कि नाई बाबा तमे जेमिति ठीक भाबिबो सेमिति हबो। सेठु रोहित नेहा को कहले कि तमे छिड़ा हेछ कौन जाओ बाबा माँ पई चाह नहीं कि आस से मैंने थकी जाइछंती। शुणिकी राजेश बाबू टिके हसीदेले आउ मने मने भाविले कि जदि सेमानक आत्मसम्मान पई ए निष्पत्ति नहीं न थांते ताहले आग परी सेमानक डरिकी चलिबाकू पड़िथांता। केबे केबे जीवन में निज पई किछि कठोर निष्पत्ति नेबाकू पड़िथाए। टिके स्वार्थपर हेबा खराब कथा नुहे। एई दुनिया तो किछि ना किछि कहूथाए तेणु निजे निजे तो इज्जत बंचेकी रखिबा कथा आउ निज पई निजर आत्मसम्मान सबुठु बड़ हेबा कथा। कहानी केमिति लगिला राजेश बाबू पुओ को क्षमा करवाटा ठीक थिला ना भूल कमेंट करी निश्चय जणेबे। तो श्रोता बंधु मैंने आशा करुछि आज कहानीटी आपण मानक निश्चिंत पसंद आसिथिबो आउ पसंद आसीथिले भिडियोटी को लाइक शेयर आउ चैनल को सब्सक्राइब करबा को भूलंतु नहीं। तेबे आज पई रहुछि बाय पुणी देखाबो आउ एक सुंदर कहानी सहित आउ एक नया भिडियो रे। एबे रहुछि धन्यवाद।